जय श्री जगन्नाथ भाई मैंने सर्वप्रथम गुरुदेव गणपति जगन्नाथ प्रणाम करिए। आज हम राष्ट्र शासन को आगे बढ़ेगा। राष्ट्र शासन क्रम आज हम पढ़िबा धनु राशि। धनु राशि ହେଉଛି ବହୁତ ଭଲ ରାଶି। ସବୁ ରାଶି ଭଲ, ହେଲେ ଧନୁ ରାଶି ବିଷୟରେ ଆମେ ମହର୍ଷି ପରାଶରଙ୍କର ଆଷ୍ଟ୍ରୋଲୋଜିକାଲ ସେସନ ଟାକୁ ନବା। ବୃହତ ପରାଶର ହୋରାଶାସ୍ତ୍ରରୁ ଆମେ ପଢୁଛେ। ବୃହତ ପରାଶର ହୋରାଶାସ୍ତ୍ରରେ ମହର୍ଷି ପରାଶରଙ୍କୁ ତାଙ୍କର ଶିଷ୍ୟ ମୈତ୍ର ମୁନି ପଚାରିଛନ୍ତି ଏବଂ ମହର୍ଷି ପରାଶର ଗୋଟେ ଗୋଟେ କରି ଏକ୍ସପ୍ଲେନ କରିଛନ୍ତି। ଏବଂ ସେ ଏକ୍ସପ୍ଲେନେସନ ର ଟର୍ମ ରେ ମହର୍ଷି ପରାଶର ବହୁତ ସୁନ୍ଦର ଭାବରେ ବୁଝେଇଛନ୍ତି ଯୋଉ ୟାଙ୍କୁ ମୈତ୍ରଙ୍କୁ କି ତାର ସ୍ୱରୂପଟା କଣ। ଏଇ ଜିନିଷଟା ଯେ ଏଇଭଳି ହିଁ ହବ ତାର ମାନେ ନାହିଁ, କିନ୍ତୁ ଏଇ ଜିନିଷର ବେସିକ କ୍ୟାରେକ୍ଟରିଷ୍ଟିକ୍ସ ଏଇଆ ରହିବ, ସେଥିରେ ଆମେ ଜାଣିବାକୁ ପାଇବା। କାରଣ ଯୋଉଗୁଡାକ ମୂଳ ବଜୁଦ ଅଛି ତାକୁ ବାଇପାସ କରିକି ଆମେ କିଛି ଏକ୍ସଟ୍ରା ପ୍ରେଡିକ୍ସନ ପଢିବାଟା ଠିକ ହବନି। ବର୍ତ୍ତମାନ ଆମେ ପଢିବା ଧନୁ ରାଶି। ଧନୁ ରାଶିର କଣ କ୍ୟାରେକ୍ଟରିଷ୍ଟିକ୍ସ? ଧନୁ ରାଶିର କ୍ୟାରେକ୍ଟରିଷ୍ଟିକ୍ସ ହଉଛି ପୃଷ୍ଠ ଦ୍ୱୟ, ମାନେ ପିଠି ପଟେ ଉଦୟ। ୟାର ମିନିଂ କଣ ଆସିବ? ପୃଷ୍ଠ ଉଦୟ, ଅନ୍ ଦ ସରଫେସ ଉଦୟ। ଜେନେରାଲି ଧନୁ ରାଶି ବାଲାଙ୍କର ଗୋଟେ ବଢିଆ କ୍ୟାରେକ୍ଟରିଷ୍ଟିକ୍ସ ଥାଏ, ତାଙ୍କର ଯୋଉ ଜଙ୍ଘଟା ଘୋଡା ଭଳିଆ ହେଇଥିବ। ମାନେ ଯାହା ଇଣ୍ଟରପ୍ରିଟେସନ ଆସୁଛି, ଭାଇ ମତେ ତ ଜଣା ନାହିଁ କଣ ଘୋଡା ଭଳିଆ ହେଇଥିବ ନ ହେଇଥିବ, କାରଣ ସେ ତ ଭାଇ ବିଭିନ୍ନ ପ୍ରକାର ଇଣ୍ଟରପ୍ରିଟେସନ ଅଛି, ନାହିଁ ତାକୁ ଦେଖିବାକୁ ପଡିବ। ଭାଇ ଲେଖା ହେଇଛି ଏଠି, ମୁଁ ପଢିଦେଲି, ଠିକ ଅଛି ନା। ଗୁରୁଙ୍କର ଆଧିପତ୍ୟ, ଜୁପିଟର ୟାର ଅଧିପତି, ଏବଂ ଧନୁ ରାଶି ହଉଛି ସାତ୍ବିକ ରାଶି। ଜେନେରାଲି ଦେଖିବାକୁ ସ୍ଲାଇଟଲି ୟେଲୋଇଶ ଏବଂ ରାତ୍ରି ବଳି। ରାତ୍ରି ବଳି ମାନେ ଧନୁ ରାଶି ବାଲା ଯୋଉ କୌଣସି ତାଙ୍କର ଜୀବନର ମେନ୍ ମେନ୍ ଇମ୍ପୋର୍ଟାଣ୍ଟ ଡିସିସନ ନେବା କଥା, ସେମାନେ ସେଟା ରାତିରେ ନେଲେ ତାଙ୍କ ପାଇଁ ବହୁତ ଭଲ। ଅଗ୍ନି ତତ୍ଵ, ଦେ ଆର୍ ଫାଇରି। ତାଙ୍କର ମୁଣ୍ଡଟା ଅଧିକା ଗରମ ହେଇଯାଏ ଟିକେ ସଡନନେସ ରେ। କ୍ଷତ୍ରିୟ ବର୍ଣ୍ଣ, ମାନେ ସେମାନଙ୍କର ମାଇଣ୍ଡ ସବୁବେଳେ ଆଡମିନିଷ୍ଟ୍ରେଟିଭ ୱାର୍କ କୁ ସମାପନ କରିବାରେ ବ୍ୟସ୍ତ ବିବ୍ରତ ଥାଏ। ସେମାନେ ବହୁତ କିଛି ଜିନିଷ ସମ୍ଭାଳି ପାରନ୍ତି, ଠିକ ଅଛି। ଦ୍ୱିପଦ ସ୍ୱରୂପ ମାନେ ମନୁଷ୍ୟ ସ୍ୱରୂପ। ଆଉ ୟାର ଉତ୍ତରାର୍ଦ୍ଧ ଟା ଚତୁଷ୍ପାଦ। ୟାର ପୂର୍ବ ଦିଗର ଇଏ ନିବାସ କରେ ଧନୁରାଶି। ପୃଥିବୀ ତତ୍ଵ, ତେଜସ୍ୱୀ ରୂପ ବାଲା। ଏମିତି ମହର୍ଷି ପରାଶର କହୁଛନ୍ତି କି ଏଇଟା ବ୍ରହ୍ମା ତାଙ୍କୁ ଏକ୍ସପ୍ଲେନ କରିଥିଲେ ବୋଲି ସେଇ ଜିନିଷଟା କହୁଛନ୍ତି। ଏଇଟା ଥିଲା ତାର ଶ୍ଲୋକର ଇଣ୍ଟରପ୍ରିଟେସନ ରିଗାର୍ଡିଂ ଧନୁରାଶି। ଏବେ ଆମେ ଜାଣିବା ଯେ ତାର ମଡର୍ନ ଡେ ର ଇଣ୍ଟରପ୍ରିଟେସନ କଣ ରହିବ। ଦେଖନ୍ତୁ, ରାଶି ମାନେ କଣ? ରାଶି ମାନେ ହଉଛି ମୁନ ଯୋଉଠି ବସିଗଲା ସେଟା ହେଲା ତାର ରାଶି। ମୁନ ଯୋଉଠି ବସିଗଲା, ମୁନ ର କାରକ ତତ୍ଵ ହେଲା ମନ, ମା, ସବୁ ପ୍ରକାର ସୁଖ ସୁବିଧା। ଯେହେତୁ ମନ ହଉଛି ସବୁ ଇନ୍ଦ୍ରିୟ ମାନଙ୍କର ରାଜା, ମନ ଡୋମିନେଟ କରେ ସମସ୍ତଙ୍କୁ। ମନ ତୁମକୁ ଡିରେକ୍ଟ କରି ଏଇ କାମଟା କରିବା, ଏଇ କାମଟା କରିବାନି। ମନ ତୁମକୁ ଡିରେକ୍ଟ କରେ ଏ କାମଟା ହବା ଦରକାର, ଏ କାମଟା ହବା ଦରକାର ନୁହଁ। ମନ ହିଁ ତମକୁ ମାୟାରେ ପକାଏ, ମନ ହିଁ ତୁମକୁ ମୁକ୍ତି ପ୍ରଦାନ କରେ। ତେଣୁ ରାଶିର ଏତେ ମାତ୍ରାରେ ପାୱାର ରହିଛି, ଏଇଟା କ୍ଲିୟର ହେଇଯାଉ। ଏଲିମେଣ୍ଟ ଯେହେତୁ ଫାୟାର, ଫାୟାର କଣ କଣ ଶୋ କରେ? ଅଗ୍ନି ତତ୍ଵ ଜେନେରାଲି ବାସ୍ତୁ ହଉ ଆଷ୍ଟ୍ରୋଲୋଜି ହଉ, ଫାୟାର ଟା କଣ ଶୋ କରେ ନା ରିଲେଟେଡ ଟୁ ମନି, ଆବଣ୍ଡାନ୍ସି, ଏନର୍ଜି, ଇନ୍ସପିରେସନ, ପ୍ୟାସନ, ଏଇ ସବୁ ଜିନିଷକୁ ଧନୁରାଶି ଶୋ କରେ। ଏଇ ଜିନିଷଟା କାହିଁକି ଶୋ କରେ? କାରଣ ଯେହେତୁ ଅଗ୍ନି ତତ୍ଵ ବୋଲି। ଧନୁରାଶିର ଆଉ ଗୋଟେ କଣ ପ୍ରୋବ୍ଲେମ, ମାନେ ଦୁଇ ସ୍ୱଭାବ ରାଶି। ଦୁଇ ସ୍ୱଭାବ ରାଶି ମାନେ ଏଇଟା କରିବି, ଏଇଟା କରିବିନି, ଏଇଟା କରିବି, ଏଇଟା କରିବିନି। ସେମାନେ ତାଙ୍କର ଡିସିସନ ନବାକୁ, ନିଜର ଡିସିସନ ନବାକୁ ବହୁତ ହି ଡିଲେ କରନ୍ତି। ସେମାନେ ଜାଣି ପାରନ୍ତିନି ଯେ କୋଉ ଡିସିସନ ଟା କେମିତି ମୁଁ ନେଲେ, କୋଉ ଡିସିସନ ଟା ମୁଁ କେମିତି ନେଲେ ସେଇଟା ଗୋଟେ କନକ୍ଲୁଜିଭ
ରେ ପହଞ୍ଚିବ। ଯଦି ଧନୁ ରାଶି ବାଲା କନକ୍ଲୁଜିଭ ଜିନିଷଟାକୁ ପହଞ୍ଚି ପାରିବେ ନାହିଁ, ତାହେଲେ ତାଙ୍କୁ କଣ କରିବା ଉଚିତ? ତାଙ୍କୁ ତାଙ୍କ ଲକ୍ଷ୍ୟରେ ଅଡିକ ରହିବା ଉଚିତ। ଲକ୍ଷ୍ୟରେ ଅଡିକ ରହିବାର ମିନିଂ କଣ? ନା ଯୋଉଟା ଭାବନ୍ତି ସେମାନେ ସେଟା କରନ୍ତି। ଆପଣ ଯଦି ଧନୁ ରାଶିର ଗୁଗୁଲରେ ମାରିକି ପିକ୍ଚର ଦେଖିବେ, ବୋ ଆଣ୍ଡ ଆରୋ ଧରିକି ଥିବ, ମାନେ ଆଇ ଏମ୍ କନସେନ୍ଟ୍ରେଟେଡ ଟୁ ଲକ୍ଷ୍ୟ। ଯଦି କୌଣସି ଲୋକ ଲକ୍ଷ୍ୟ ଭ୍ରଷ୍ଟ ହେଇଗଲା, ତାହେଲେ ତାର ଜୀବନ ଗଲା, ସରିଗଲା, ତାର ଜୀବନ ଆଉ କିଛି ଦରକାର ନାହିଁ। ସେଥିପାଇଁ ମୋ ଗୁରୁ କହନ୍ତି ବି କନସେନ୍ଟ୍ରିକ, ମାନେ ଲକ୍ଷ୍ୟରେ ଅଡିକ ରୁହ। ଆଉ ମୋ ଗୁରୁଙ୍କର ବି ଧନୁ ରାଶି। ଆଉ ମୁଁ ଦେଖିଛି ସେ ଯେବେ ଯେବେ ବି କୌଣସି ଜିନିଷକୁ ଠାଣି ନିଅନ୍ତି କି ଏଇଟା ମୁଁ କରିବି, ଆଉ ସେ ନିଶ୍ଚିତ ଭାବରେ ସେଟା ପର୍ସ୍ୟୁ କରନ୍ତି। ତେଣୁ ଧନୁରାଶି ବାଲା ଯୋଉମାନେ ଥାନ୍ତି, ସେମାନେ ଯଦି ପର୍ସ୍ୟୁ କରିବା ଚକ୍କରରେ ଅଡିକ ରହନ୍ତି ଲକ୍ଷ୍ୟରେ, ସେମାନେ ବହୁତ କିଛି ଆଡମିନିଷ୍ଟ୍ରେଟିଭ ୱାର୍କକୁ ପ୍ୟାସନ, ଏନର୍ଜି ଏବଂ ଏମିତି ଭାବରେ କରିବେ ଯେମାନେ କି ସିଏ କି ଯୋଉ ଅନ୍ୟମାନଙ୍କ ପାଇଁ ଉଦାହରଣ, ଇନ୍ସପିରେସନ ବନିପାରିବେ। ଠିକ ଅଛି। ଦେ ଆର୍ ଭେରି ଭେରି ଆଡଭେଞ୍ଚରସ୍। ଯେହେତୁ ଅଗ୍ନି ତତ୍ଵର ଇଏ ଜିନିଷଟା, ସେମାନେ ବହୁତ ହି ଆଡଭେଞ୍ଚରସ୍। ଆଉ ଧନୁରାଶି ବାଲାଙ୍କର ଗୋଟେ ପ୍ରୋବ୍ଲେମ ଅଛି, ଦେ ଆର୍ ବ୍ରୁଟାଲି ଅନେଷ୍ଟ। ଭାଇ ମାନେ ସେମିତି କଥା କହିବେ ନା, ମାନେ ତମର ହୃଦୟକୁ ପୁରାପୁରି ଛିଡେଇ ଦେବେ। ତା ଦେହରେ ଭାଇ ଡିପ୍ଲୋମାସି ନାହିଁ। ଜୁପିଟର ପାଖରେ ଡିପ୍ଲୋମାସି ନାହିଁ ଭାଇ। ଜୁପିଟର ପାଖରେ ଡିପ୍ଲୋମାସି ନାହିଁ। ଏବେ ତୁମେ କହିବ କଣ ରାଶିରୁ ମୁଁ ଡିପ୍ଲୋମାସି କଥା କହିଲି? ନୋ, ମୁଁ ସେଇଟା କହୁନି। ମୁଁ କହୁଛି ଯେ ଗୋଟେ ନ୍ୟାଚୁରାଲ କ୍ୟାରେକ୍ଟରିଷ୍ଟିକ୍ସ ହିସାବରେ ତମେ ଦେଖିବ, ଯୋଉଠି ଆମର ମୁନ ର ଡିସ୍କସନ ଚାଲୁଥିବ, ଆମେ ଏଇଟା ଗୋଟେ ବେସିକ ଫଣ୍ଡାମେଣ୍ଟାଲ ଥିଙ୍ଗ କୁ ପଢୁଛେ ବୋଲି ଆମେ କହୁଛେ ଯେ ଏଇ ରାଶିର ସ୍ୱରୂପ ଏଇଆ ହେଇଥିବ, ଏଇ ଜିନିଷଟା ଏମିତି ଥିବ, ଏମିତି ହେଇଥିଲେ ଏଇଆ ହବ। ଇଟ ଇଜ ନଟ ଏ କନକ୍ଲୁଜିଭ ପ୍ରୁଫ। ଏଇଟା ହଉଛି ଗୋଟେ କ୍ୟାରେକ୍ଟରିଷ୍ଟିକ୍ସ କାହାର? ନା ମହର୍ଷି ପରାଶର ଯୋଉଟା ମୈତ୍ର ମୁନିକୁ ଏକ୍ସପ୍ଲେନେସନ ଦେଇଛନ୍ତି ତାର। ତା ମାନେ ଯେ ଏଇଆ ହିଁ ହବ, ସେଟା ହେଇପାରିବନି। ଭୁଲିଯା ଭାଇ। କାରଣ ଚାର୍ଟରେ ଗୋଟିଏ ଗ୍ରହ ବସି ନଥାନ୍ତି। ଏଠି ରାଶି ସ୍ୱରୂପ ଅଧ୍ୟାୟରେ ମୁନ ର କଥା ହଉଛି। ସେ ଚନ୍ଦ୍ରକୁ ଦେଖୁଛି କିଏ, ସେଇଟା ଭାଇଟାଲ। କାରଣ ତୁମେ ଜାଣିଛ ଚନ୍ଦ୍ର ଆଉ ବୁଧ ସେ ନିଜେ କିଛି କରନ୍ତି ନାହିଁ ଭାଇ, ତାଙ୍କୁ ସପୋର୍ଟ ଦରକାର। ସମସ୍ତେ କହନ୍ତି ସନ୍ ଆଉ ମୁନ ହେଲେ ଇଏ ହେଇଯିବ, ଶନିକୁ ଯଦି ଶନି ଯଦି ଚନ୍ଦ୍ରକୁ ଦେଖିଥିଲା ବିଶ୍ୱଯୋଗ ଉତ୍ପନ୍ନ ହେଇଯିବ, ଆମେ କହିଯିବ ସେ ହେଇଯିବ। ଟ୍ରୁ, ଅନେକ ଟ୍ରୁ। କିନ୍ତୁ ତୁମେ ଭାବ, ଯାହାର ସଟନକୁ ମୁନ ଦେଖୁଥିବ, ସିଏ ଯଦି କୌଣସି କର୍ମ ହାତକୁ ନେଇଛି, ତାହେଲେ ସଟନକୁ ମୁନ ଦେଖୁଥିବା ବାଲାର କର୍ମ ସେ କଦାପି ଭୁଲିବନି। ମୁଁ ଏଠି ତାଙ୍କୁ ଦେଖିଛି ବହୁତ ବାରିକିରେ, ଏଇ ସାଇକୋଲୋଜିକାଲ ଆସ୍ପେକ୍ଟ ଟାକୁ ମୁଁ ଚେକ୍ କରିଛି ଯେ ସଟନ ମୁନ କୁ ଦେଖୁଥିବା ଲୋକ କୌଣସି କାମ ପ୍ରାୟତଃ ତାର ନିଜର ଭୁଲେ ନାହିଁ। ତାକୁ ଯଦି 15 ବର୍ଷ ପରେ ବି ପଚାରିବେ ସେଦିନ ସେ କଣ ହେଇଥିଲା, ସେ ତାର ପକ୍କା ମନେ ଥିବ। ଇଫ୍ ଇଟ୍ ଇଜ ରିଲେଟେଡ ଟୁ ୱାର୍କ, ଚେକ୍ କରିବ। ସେ ମୁଣ୍ଡରେ ପୁରେଇଛି ମାନେ ଏବେ ଭୁଲି ଯାଇଥାଇପାରେ, ବଟ ସେ କରିବ ତ କରିବ, କେହି ରୋକି ପାରିବେନି ସେଇଟାକୁ। ଆଉ ସେମାନେ ଧନୁ ରାଶି ବାଲାଙ୍କୁ କୌଣସି ବାଉଣ୍ଡରୀ ପସନ୍ଦ ନୁହଁ ଭାଇ। ସିଏ କହନ୍ତି ମୁଁ ଭାଇ ଫ୍ରିଲି ବୁଲିବି, ଏକ୍ସପ୍ଲୋର କରିବି, ଫିଲୋସଫିକାଲ ରହିବି। ଆଉ ସେମାନଙ୍କର ପ୍ରୋବ୍ଲେମ କଣ ହୁଏ? ଧନୁରାଶି ବାଲାଙ୍କର ପ୍ରୋବ୍ଲେମ କଣ? ଧନୁରାଶି ବାଲା ଜେନେରାଲି ନା ବହୁତ ମାନେ ଭଲ ପାଇବାରେ ବହୁତ ଶୀଘ୍ର ପଡିଯାଆନ୍ତି ଏବଂ ସେମିତି ସେଥିପାଇଁ ଶୀଘ୍ର ଧୋକା ଖାଇଯାଆନ୍ତି। ଏଇଟା କେବଳ ଧନୁ ରାଶି ବାଲାଙ୍କର ଇଏ ନୁହଁ, ଧନୁ ଲଗ୍ନ ବାଲା। ମୁଁ ଯୋଉ ରାଶି ବି କହୁଛି ତାକୁ ମୁଁ ଯୋଉ କହୁଛି ନା, ଖାଲି ଯୋଉ ରାଶିର ତତ୍ଵ କହୁଛି, ତୁମେ କେବଳ ରାଶିରେ ଇମ୍ପ୍ଲିମେଣ୍ଟ କରିବନି, ତାକୁ ଲଗ୍ନରେ ବି ଇମ୍ପ୍ଲିମେଣ୍ଟ କରିବ। ମୁଁ ଏଟା କହିଥିଲି ଆଗରୁ। ଧନୁ ରାଶି ବା ଧନୁ ଲଗ୍ନର ଏଇଟା ଗୋଟେ ପ୍ରୋବ୍ଲେମ ହେଲା, ଦେ ଆର୍ ଇଜିଲି, ସେମାନେ ତାଙ୍କୁ ପ୍ରେମ ବହୁତ ଇଜିଲି ହେଇଯାଏ। ଠିକ ଅଛି। ବଟ ସେଇଟା କୁ କେବଳ ରାଶି ଆଉ ଲଗ୍ନରୁ ଚେକ୍ ନ କରିକି ଫିଫ୍ଥ ହାଉସ ବି ଚେକ୍ ହବ। ତ ବହୁତ ସାରା ଜିନିଷ ଅଛି, ମୁଁ ତାদের କହିବାକୁ ଚାହୁଁନି। ବଟ ସେଇଟା କଣ ନା, ଯଦି ଧନୁ ରାଶି ବାଲା ଧନୁ ଲଗ୍ନ ବାଲା, ରାଶି ଲଗ୍ନ ମୁଁ ଦିଟା ମିଶେଇକି କହିଦଉଛି, କାହିଁକି ନା ପ୍ରାୟତଃ କ୍ୟାରେକ୍ଟରିଷ୍ଟିକ ସେମ ହିଁ ଆସେ। ତୁମେ ରହିଲେ ତ ତୁମ ମନ ରହିବ ନା ଭାଇ। ତୁମେ ଯଦି ମରିଯିବ ତମ ମନ କୋଉଠି ଆସିବ? ତୁମେ ହିଁ ଯଦି ମରିଗଲ ତମ ମନ କୋଉଠି ଆସିବ? ତ ତାଙ୍କର କଣ, ସେମାନଙ୍କୁ ଭାଇ ଟିଚିଂ ତାଙ୍କର ବାଇ ଡିଫଲ୍ଟ ପସନ୍ଦ, ମାନେ ଜ୍ଞାନ ଦେବାକୁ ବସିଥାନ୍ତି। ଭାଇ ତୁମେ ଯଦି କୌଣସି ଲୋକଠୁ ଦେଖିବ ତମକୁ ଫ୍ରିରେ ଜ୍ଞାନ ଦେଇଦେଲା, ତମେ ଜାଣିଥିବ ଏଇଟା ହେଲା ଧନୁ ରାଶି ନହେଲେ ଧନୁ ଲଗ୍ନ। ସେଥିପାଇଁ ଯେପର୍ଯ୍ୟନ୍ତ ନ ପଚରା ହେଇଛି କୋଉଠି
ଧନୁରାଶି ବାଲାଙ୍କର କ୍ଳିଳା ନବାର ଆଉ କି ଧନୁ ଲଗ୍ନ ବାଲାଙ୍କର କ୍ଳିଳା ନବାର ଗୋଟେ ଆଉ ଗୋଟେ ବଢିଆ ଏକ୍ଜାମ୍ପଲ ହେଲା, ତାଙ୍କ ମୁଣ୍ଡରେ ଯଦି ଆସିଗଲା ସେ ଥାନା କାଳ ପାତ୍ର ଦେଖିବେନି ସେଠି କହିଦେବେ, ଯୋଉଟା କି ସେଠି ତାଙ୍କୁ କହିବାର ନଥିବ, କହିବା କଥା ନୁହଁ। ସେଥିପାଇଁ ପଚାରିଲେ ଧନୁ ଲଗ୍ନ ଧନୁ ରାଶି ବାଲାଙ୍କୁ ଏମିତି ପଚାରିଲେ ହିଁ କହିବ, ନହେଲେ କହିବ ନାହିଁ। ମାନେ ଯୋଉଠି ପବ୍ଲିକ ସ୍ପିକିଂ ହଉଥିବ, ଏମିତି ସାଙ୍ଗମାନଙ୍କ ଭିତରେ ନାହିଁ, ଯୋଉଠି ସିଚୁଏସନରେ ଟିକେ ଥିବ ଗହୀରତା। ହଁ, ଆଉ ଧନୁ ରାଶି ଧନୁ ଲଗ୍ନ ବାଲା, କଂଗ୍ରାଚୁଲେସନ, ତମେ ତମ ଜୀବନରେ ସେଭିଂ କରିପାରିବନି। କଂଗ୍ରାଚୁଲେସନ, ତମେ ତମ ଜୀବନରେ ସେଭିଂ କରିପାରିବନି। ଡୋଣ୍ଟ ଥିଙ୍କ ଆବାଉଟ ସେଭିଂ, ଅଦରୱାଇଜ ୟୁ ୱିଲ୍ ୱେଷ୍ଟ ମନି ଲାଇକ୍ ଏନିଥିଙ୍ଗ। ତୁମେ ତୁମ ଜୀବନର ଯୋଉ ଜିନିଷ ପ୍ରତି ଅଧିକ ଲାଳାୟିତ ହବ, ଯୋଉ ଜିନିଷକୁ ଅଧିକ ଭଲ ପାଇବ, ତମକୁ ସେଇ ଜିନିଷଟା ନା ବହୁତ, ସେ ତ ଦୂରେଇ ଯିବ ହିଁ, ସେ ଦୂରେଇ ଯିବ ହିଁ। ଏଇଟା ହେଲା ତାର ଇଏ। ଆଉ ତାର ବହୁତ ସାରା କ୍ୟାରେକ୍ଟରିଷ୍ଟିକ୍ସ ଅଛି, ଆଉ ଏଗୁଡା ସବୁ ଏତେ ଏକ୍ସପ୍ଲେନେସନ ଦେଲେ କିଛି ଲାଭ ନାହିଁ। ଯେତିକି ମୁଁ ବାରିକିରି ଅବଜର୍ଭ କରିଛି, ମୁଁ ସେତିକି ଜିନିଷଟା ହିଁ ତୁମକୁ ସେୟାର କଲି। ବାକି ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।